ସେତେବେଳେ ନଥିଲା ଯେ ତମେ କଣ କରୁଛ? ଯଦି ସେତେବେଳେ ନଥିଲା କେତେ ଲୋକ ମରିଥିଲେ? ଯଦି ନଥିଲା ତାହେଲେ ଲୋକ ମରି ଯାଇଥାନ୍ତେ। ସେଇଟା ବି ବୁଝିବା ଦରକାର। ଆଉ ଗୋଟିଏ କଥା ବିଜେଡିର ଗୋଟିଏ କଥା ଆମେ ଖାଲି ଜଣେଇ ଦଉଛି, କାରଣ ସେ ଟିକେ ଆଜିକାଲି ଟିକେ ବିଜେଡି ମୁଖପାତ୍ର ମାନେ ଟିକେ ଟିକେ ମିଛ କହିବା ଆରମ୍ଭ କଲେଣି। ସେଇଟା ବି ଗୋଟେ ଭଲ ଅଭ୍ୟାସ, ବିରୋଧୀରେ ଥାଇକି ମିଛ କହିବା, ସେଗୁଟା କୋର୍ସ କରିଛନ୍ତି। ଯୋଉଟା କହିଲେ ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଅତନୁ ସବ୍ୟସାଚୀ ନାୟକଙ୍କୁ ନବୀନ ବାବୁ ବାହାର କରିଥିଲେ। ଏମାନେ କଣ କରୁନାହାନ୍ତି? ମୁଁ ଖାଲି ଦର୍ଶକ ବନ୍ଧୁ ମାନଙ୍କୁ ଜଣାଇ ଦେବାକୁ ଚାହେଁ, ସମ ଅଲ୍ଟିମେଟରେ ନିଆଁ ଲାଗିଲା, ସେଟା ବେସରକାରୀ ହସ୍ପିଟାଲ କି ନାହିଁ? ମନ୍ତ୍ରୀ କାହିଁ ବଳି ପଇଲେ? କି ଓଲଟା କଥା। ଗୋଟେ ବେସରକାରୀ କମ୍ପାନୀ ତାର ହସ୍ପିଟାଲ ପ୍ରୋବ୍ଲେମ ହେଲା, ମନ୍ତ୍ରୀ କାହିଁ ବଳି ପଇଲେ? କାହିଁକି ନା ମନ୍ତ୍ରୀଙ୍କ ସ୍ତ୍ରୀ ସେ ଜାଗାରେ ଚାକିରି କରିଥିଲେ। ତେଣୁ ବିରୋଧୀ ଅଭିଯୋଗ ଆଣିଲେ ତତ୍କାଳୀନ ବିଜେପି କଂଗ୍ରେସ ଯେ ମନ୍ତ୍ରୀ ତାଙ୍କୁ ଘଣ୍ଟ ଗୋଡଉଛନ୍ତି। ଏକ ଦ୍ୱିତୀୟ କଥାଟି ହେଲା, ଏଇ ଘଟଣାଟି ଜାତୀୟ ସ୍ତରରେ ଚର୍ଚ୍ଚା ହେଇଥିଲା। ବୈଜୟନ୍ତ ପଣ୍ଡାଙ୍କର ସୌଜନ୍ୟରୁ ଅର୍ଣ୍ଣବ ଗୋସ୍ୱାମୀ ମଧ୍ୟ ଦିଲ୍ଲୀରେ ବସିଥିଲେ। ଜାତୀୟ ଚ୍ୟାନେଲରେ ଏଇ ଘଟଣା ମୁଖରିତ ହେଇଥିଲା। ତେଣୁ ନବୀନ ବାବୁ ବାଧ୍ୟରେ ସସ୍ପେଣ୍ଡ ଯୋଉ ମାନେ କହିଥିଲେ ଇସ୍ତଫା ଦେଇଦେବାକୁ, ସେ ମଧ୍ୟ ଇସ୍ତଫା ଦେଇ ଦେଇଥିଲେ। ବଡ କାମଟେ ସେ କରିନଥିଲେ, କାହିଁକି ନା ଏଇଟା ହଉଛି ସେ ଘଟଣା।